ସାଙ୍ଗମାନେ ଆଜି ପର୍ଯ୍ୟନ୍ତ ତୁମେ ଜାଣିନଥିବ କାହିଁକି ସୁଦାମା ଗରିବ ଥିଲେ। ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ସୁଦାମା ବହୁତ ଧନୀ ଥିଲେ। ତାଙ୍କ ପରି ଆଉ କାହା ପାଖରେ ଏତେ ଧନ ନଥିଲା। ତଥାପି ଭୌତିକ ଦୃଷ୍ଟିକୋଣରୁ ସୁଦାମା ବହୁତ ଗରିବ ଥିଲେ। କିନ୍ତୁ ଏମିତି କେମିତି ହେଲା? ଥରେ ଜଣେ ବ୍ରାହ୍ମଣ ମହିଳା ଥିଲେ ଯିଏକି ବହୁତ ଗରିବ ଏବଂ ନିଃସହାୟ ଥିଲେ। ସେ ଭିକ୍ଷା ମାଗି ଜୀବନ ବିତାଉଥିଲେ। ଗୋଟିଏ ସମୟ ଥିଲା ଯେତେବେଳେ ତାଙ୍କୁ 5 ଦିନ ପର୍ଯ୍ୟନ୍ତ ଦାନ ମିଳୁନଥିଲା। ସେ ପ୍ରତିଦିନ ପାଣି ପିଉଥିଲେ ଏବଂ ଭଗବାନଙ୍କ ନାମ ଜପ କରି ଶୋଇଯାଉଥିଲେ। ଷଷ୍ଠ ଦିନ ସେ 2 ମୁଠା ଚଣା ଦାନ ସ୍ୱରୂପ ପାଇଲେ। ଯେତେବେଳେ ସେ ତାଙ୍କ କୁଟୀରରେ ପହଞ୍ଚିଲେ ସେତେବେଳେ ରାତି ହୋଇଯାଇଥିଲା। ବ୍ରାହ୍ମଣ ମହିଳା ଜଣକ ସ୍ଥିର କଲେ ଯେ ଦାନରେ ମିଳିଥିବା ଚଣା ସେ ରାତିରେ ଖାଇବେ ନାହିଁ। ସେ ସକାଳେ ବାସୁଦେବଙ୍କୁ ଅର୍ପଣ କରିବେ ଏବଂ ତାପରେ ଖାଇବେ। ଏହି ଚିନ୍ତାଧାରା ସହିତ ସେ ଚଣାଗୁଡ଼ିକୁ ଏକ କପଡ଼ାରେ ଗୁଡ଼ାଇ ବାସୁଦେବଙ୍କ ନାମ ଜପ କରି ପାଣି ପିଇ ଶୋଇପଡ଼ିଲେ। ସମୟର ଖେଳ ଦେଖନ୍ତୁ। ବ୍ରାହ୍ମଣ ମହିଳା ଜଣକ ଶୋଇବା ପରେ କିଛି ଚୋର ଚୋରି କରିବାକୁ ତାଙ୍କ କୁଡ଼ିଆ ଭିତରକୁ ପଶିଗଲେ। ସେମାନେ ଏଣେ ତେଣେ ଖୋଜାଖୋଜି କଲେ ଏବଂ ଚଣା ପୁଟୁଳିଟି ପାଇଲେ। ସେମାନେ ଭାବିଲେ ଯେ ଏଥିରେ ସୁନା ମୁଦ୍ରା ଅଛି। ଏହି ସମୟରେ ବ୍ରାହ୍ମଣ ମହିଳା ଉଠିପଡ଼ି ଚିତ୍କାର କରିବାକୁ ଲାଗିଲେ। ସମସ୍ତ ଗାଁ ଲୋକ ଚୋରମାନଙ୍କୁ ଧରିବା ପାଇଁ ଧାଇଁ ଆସିଲେ। ଚୋରମାନେ ପୁଟୁଳି ଧରି ପଳାଇଗଲେ। ଧରା ପଡ଼ିବା ଭୟରେ ସେମାନେ ସନ୍ଦୀପନ ମୁନିଙ୍କ ଆଶ୍ରମରେ ଲୁଚି ରହିଲେ। ସନ୍ଦୀପନ ମୁନିଙ୍କ ଆଶ୍ରମ ସେହି ଗ୍ରାମ ନିକଟରେ ଥିଲା ଯେଉଁଠାରେ ଭଗବାନ କୃଷ୍ଣ ଏବଂ ସୁଦାମା ଶିକ୍ଷା ଗ୍ରହଣ କରୁଥିଲେ। ଗୁରୁମାତା ଅନୁଭବ କଲେ ଯେ ଆଶ୍ରମରେ କେହି ଜଣେ ପ୍ରବେଶ କରିଛି ଏବଂ ଦେଖିବା ପାଇଁ ଆଗକୁ ବଢ଼ିଲେ। ଚୋରମାନେ ଭାବିଲେ ଯେ କେହି ଜଣେ ଆସୁଛନ୍ତି। ସେମାନେ ଭୟଭୀତ ହୋଇ ଆଶ୍ରମରୁ ଦୌଡ଼ି ପଳାଇଗଲେ। ପଳାଇବା ସମୟରେ ଚୋରମାନେ ପୁଟୁଳିଟିକୁ ପଛରେ ଛାଡ଼ିଦେଲେ ଏବଂ ସେମାନେ ପଳାଇଗଲେ। ଏପଟେ ଯେତେବେଳେ ଭୋକିଲା ବ୍ରାହ୍ମଣ ମହିଳା ଜାଣିବାକୁ ପାଇଲେ ଯେ ତାଙ୍କର ଚଣା ପୁଟୁଳି ଚୋର ଚୋରି କରି ନେଇଛି, ସେ ଅଭିଶାପ ଦେଲେ, ଏହି ଗରିବ ଏବଂ ଅସହାୟ ବ୍ୟକ୍ତିଙ୍କ ଚଣା ଯିଏ ଖାଇବ ସେ ଗରିବ ହୋଇଯିବ। ଏହି ସମୟରେ ସକାଳେ ଗୁରୁମାତା ଆଶ୍ରମ ଝାଡ଼ୁ କରିବା ଆରମ୍ଭ କଲେ। ଝାଡ଼ୁ କରିବା ସମୟରେ ସେ ସେହି ସମାନ ପୁଟୁଳିଟା ପାଇଲେ। ଯେତେବେଳେ ସେ ଗଣ୍ଠି ଖୋଲିଲେ ସେଥିରେ ଚଣା ଥିବାର ଦେଖିଲେ। ସବୁଦିନ ପରି ସୁଦାମା ଏବଂ ଭଗବାନ କୃଷ୍ଣ କାଠ ସଂଗ୍ରହ କରିବାକୁ ଜଙ୍ଗଲକୁ ଯାଉଥିଲେ। ଗୁରୁମାତା ସେହି ଚଣା ପୁଟୁଳିଟି ସୁଦାମାଙ୍କୁ ଦେଇ କହିଲେ, ପୁତ୍ରମାନେ, ଯେତେବେଳେ ତୁମେ ଜଙ୍ଗଲରେ ଭୋକ ଅନୁଭବ କରିବ ତୁମେ ଦୁହେଁ ଏହି ଚଣା ଖାଇପାରିବ। ସୁଦାମା ଜନ୍ମରୁ ବ୍ରାହ୍ମଣ ବିଷୟରେ ଜାଣିଥିଲେ। ଚଣା ବିଡ଼ା ହାତରେ ନେବା ମାତ୍ରେ ସେ ସମ୍ପୂର୍ଣ୍ଣ ରହସ୍ୟ ବୁଝିପାରିଲେ। ସୁଦାମା ଭାବିଲେ, ଗୁରୁମାତା କହିଛନ୍ତି ତୁମେ ଦୁହେଁ ଏହି ଚଣାକୁ ସମାନ ଭାବରେ ବାଣ୍ଟି ନିଅ। କିନ୍ତୁ ଯଦି ମୁଁ ଏହି ଚଣାକୁ ତ୍ରିଭୁବନପତି ଶ୍ରୀକୃଷ୍ଣଙ୍କୁ ଖାଇବାକୁ ଦିଏ ତେବେ ସମଗ୍ର ବ୍ରହ୍ମାଣ୍ଡ ଦରିଦ୍ର ହୋଇଯିବ। ନା ନା, ମୁଁ ଏହା ହେବାକୁ ଦେବି ନାହିଁ। ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ମୋର ପ୍ରଭୁଙ୍କୁ କେବେ ଗରିବ ହେବାକୁ ଦେବି ନାହିଁ। ମୁଁ ନିଜେ ଏହି ଚଣା ଖାଇବି, କିନ୍ତୁ ମୁଁ କୃଷ୍ଣଙ୍କୁ ସେଗୁଡ଼ିକୁ ଖାଇବାକୁ ଦେବି ନାହିଁ। ଆଉ ସୁଦାମା ନିଜେ ସମସ୍ତ ଚଣା ଖାଇଦେଲେ। ଏହିପରି ଦାରିଦ୍ର୍ୟର ଅଭିଶାପ ପାଇଲେ। କିନ୍ତୁ ସେ ତାଙ୍କ ବନ୍ଧୁ ଶ୍ରୀକୃଷ୍ଣଙ୍କୁ ଗୋଟିଏ ବି ଚଣା ଦାନା ଦେଲେ ନାହିଁ। ସାଙ୍ଗମାନେ, ମୁଁ ତୁମକୁ ଅନୁରୋଧ କରୁଛି ଯେ ଯଦି ତୁମେ ବନ୍ଧୁତା କରୁଛ ତେବେ ସୁଦାମାଙ୍କ ପରି କର। ଆଉ କେବେ ବି ତୁମର ବନ୍ଧୁମାନଙ୍କ ସହିତ ବିଶ୍ୱାସଘାତକତା କର ନାହିଁ। ସାଙ୍ଗମାନେ, ଯଦି ଗପଟି ଭଲ ଲାଗିଥାଏ ପ୍ଲିଜ୍ ଲାଇକ୍, ସେୟାର, ସବସ୍କ୍ରାଇବ୍ ନିଶ୍ଚୟ କରିବେ। ଜୟ ଜଗନ୍ନାଥ।